ଆମ ଜାତୀୟ ଏକତା ଓ ଆମେ କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି ଦେଇଛି କୋଠରୀରେ ଖାଲି ସ୍ଥାନ ପୂରଣ କର। ଏପଟରେ ରାଜ୍ୟଗୁଡ଼ିକର ନାମ ଦିଆଯାଇଛି। ରାଜ୍ୟଗୁଡ଼ିକର ଭାଷା କ'ଣ କ'ଣ ଏପଟରେ ଆମେ ଲେଖିବା। ଓଡ଼ିଶା ଓଡ଼ିଆ, ଆନ୍ଧ୍ରପ୍ରଦେଶ ତେଲୁଗୁ, ପଶ୍ଚିମବଙ୍ଗ ବଙ୍ଗଳା, ତାମିଲନାଡ଼ୁ ତାମିଲ, କର୍ଣ୍ଣାଟକ କନ୍ନଡ଼, ଉତ୍ତରପ୍ରଦେଶ ହିନ୍ଦୀ। ତାପରେ 2 ନମ୍ବରଟି ଦେଇଛି ଖାଲି ସ୍ଥାନ ପୂରଣ କର। ହିନ୍ଦୁ ମନ୍ଦିର ଗୀତା, ମୁସଲମାନ ମସଜିଦ କୋରାନ, ଖ୍ରୀଷ୍ଟିଆନ ଗିର୍ଜା ବାଇବେଲ, ଶିଖ ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହେବ, ବୌଦ୍ଧ ବୌଦ୍ଧ ବିହାର ତ୍ରିପଟକ। ତାପରେ 3 ନମ୍ବରଟି କହିଛି ନିମ୍ନଲିଖିତ ବାକ୍ୟ ମଧ୍ୟରୁ ଯେଉଁଟି ଠିକ୍ ତଳ କୋଠରୀରେ ଠିକ୍ ଚିହ୍ନ ଦିଅ। କ ନମ୍ବରଟି ଦେଇଛି ଆମ ସମସ୍ତଙ୍କର ପୋଷାକ ଏକା ଭଳି, ଭୁଲ, ତେଣୁକରି ଏଠି ଆମେ କିଛି ଚିହ୍ନ ଦେବା ନାହିଁ। ତାପରେ ଖ ନମ୍ବରଟି ଦେଇଛି ଦେଶ ଉନ୍ନତିର ମୂଳ ମନ୍ତ୍ର ହେଉଛି ଜାତୀୟ ଏକତା, ଏହା ଠିକ୍ ଅଛି, ତେଣୁକରି ଏଠାରେ ଆମେ ଠିକ୍ ଚିହ୍ନ ଦେବା। ତାପରେ ଗ ନମ୍ବରଟି ଦେଇଛି ଆମେ ବିଭିନ୍ନତା ମଧ୍ୟରେ ଏକତା ରକ୍ଷା କରୁ, ଏହା ଠିକ୍ ଅଛି, ତେଣୁକରି କୋଠରୀରେ ଆମେ ଠିକ୍ ଚିହ୍ନ ଦେବା। ତାପରେ ଘ ନମ୍ବରଟି କହିଛି ମିଳିମିଶି କାମ କଲେ କମ୍ କାମ ହେବ, ଭୁଲ, ତେଣୁକରି ଏଠି ଆମେ କିଛି ଚିହ୍ନ ଦେବା ନାହିଁ। ତାପରେ 4 ନମ୍ବରଟି କହିଛି ଗୋଟିଏ ବା ଦୁଇଟି ବାକ୍ୟରେ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। କ ନମ୍ବରଟି କହିଛି ଜାତୀୟ ଏକତାର ଅର୍ଥ କ'ଣ? ଆନ୍ସାର ଚାଲିଚଳନ, ଭାଷା, ଧର୍ମ, ଖାଦ୍ୟ, ପୋଷାକ ଓ ବେଶଭୂଷା ଭିନ୍ନ ଭିନ୍ନ ହେଲେ ମଧ୍ୟ ଆମେ ସମସ୍ତେ ମିଳିମିଶି ଚଳୁ, ସମସ୍ତଙ୍କ ଦୁଃଖ ସୁଖରେ ଭାଗ ନେଉ, ପର୍ବପର୍ବାଣିକୁ ଏକାଠି ପାଳୁ, ଅନ୍ୟର ବିପଦ ବେଳେ ସାହାଯ୍ୟ କରୁ, ଆମେ ନିଜକୁ ଗୋଟିଏ ମାଆର ପୁଅ ଝିଅ ବୋଲି ମନେ କରୁ। ଏତେ ବିଭିନ୍ନତା ଥାଇ ମଧ୍ୟ ଆମେ ସମସ୍ତେ ଦେଶ ଓ ବିଦେଶରେ ଆମକୁ ଭାରତୀୟ ବୋଲି ପରିଚୟ ଦେଉ, ଏହା ହିଁ ହେଉଛି ଆମର ଜାତୀୟ ଏକତା। ତାପରେ ଖ ନମ୍ବରଟି କହିଛି ମିଳିମିଶି କାମ ନ କଲେ ଦେଶର କି କ୍ଷତି ହେବ? ଆନ୍ସାର ମିଳିମିଶି ନ ଚଳିଲେ ଆମ ଦେଶରେ କଳିକଜିଆ ଲାଗିବ, ଗଣ୍ଡଗୋଳ ସୃଷ୍ଟି ହେବ, ଫଳରେ ବାହାରର ଶତ୍ରୁମାନେ ଦେଶକୁ ଆକ୍ରମଣ କରିବାକୁ ସୁଯୋଗ ପାଇବେ। ଆକ୍ରମଣର ମୁକାବିଲା ପାଇଁ ସରକାରଙ୍କର ଅର୍ଥ ସମୟ ବ୍ୟୟ ହେବ, ଫଳରେ ଦେଶର ପ୍ରଗତିରେ ବାଧା ସୃଷ୍ଟି ହେବ। ତାପରେ ଗ ନମ୍ବରଟି କହିଛି ଦେଶର ଉନ୍ନତି ପାଇଁ କ'ଣ କରିବା ଦରକାର? ଆନ୍ସାର ଦେଶର ଉନ୍ନତି ପାଇଁ ଆମକୁ ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଉନ୍ନତି କରିବାକୁ ପଡ଼ିବ। ସଭିଏଁ ସୁଖରେ ରହି ନିରାମୟ ଜୀବନଯାପନ ବିତାଇଲେ ଦେଶର ଉନ୍ନତି ସାଧିତ ହେବ। ଯଦି ଭିଡ଼ିଓଟି ଭଲ ଲାଗିଛି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।